ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ମହର୍ଷି ବ୍ୟାସଦେବଙ୍କର ଅସନ୍ତୋଷ ଓ ଦେବର୍ଷି ନାରଦଙ୍କ ଉପଦେଶ ବର୍ଣ୍ଣିତ ହୋଇଛି। ମହର୍ଷି ବେଦବ୍ୟାସ ବେଦଗୁଡ଼ିକୁ ବିଭକ୍ତ କରିଥିଲେ, ମହାଭାରତ ଓ ବିଭିନ୍ନ ପୁରାଣ ରଚନା କରିଥିଲେ। ତଥାପି ତାଙ୍କ ମନରେ କିଛି ଅସନ୍ତୋଷ ଓ ଅପୂର୍ଣ୍ଣତାର ଭାବ ଥିଲା। ସେ ଚିନ୍ତା କରୁଥିଲେ, ଏତେ କାମ କରିବା ସତ୍ତ୍ୱେ ମନ ଶାନ୍ତି କାହିଁକି ହେଉନାହିଁ। ଏହି ସମୟରେ ଦେବର୍ଷି ନାରଦ ତାଙ୍କ ଆଶ୍ରମରେ ଆସି ପହଞ୍ଚିଲେ। ବ୍ୟାସଦେବ ତାଙ୍କ ମନ ଦୁଃଖ ବ୍ୟକ୍ତ କଲେ। ନାରଦ ମୁନି କହିଲେ, ତୁମେ ବେଦ, ପୁରାଣ ଓ ମହାଭାରତ ରଚନା କରିଛ, କିନ୍ତୁ ଶ୍ରୀହରିଙ୍କର ନିର୍ମଳ ଭକ୍ତି ଓ ଲୀଳାକୁ ପୂର୍ଣ୍ଣ ଭାବରେ ଗାନ କରିନାହ। ଭଗବାନଙ୍କ ଶୁଦ୍ଧ ଭକ୍ତିମୟ କଥା ହିଁ ଜୀବମାନଙ୍କ ହୃଦୟକୁ ପବିତ୍ର କରେ ଓ ଶାନ୍ତି ଦିଏ। ନାରଦ ବ୍ୟାସଦେବଙ୍କୁ ତାଙ୍କର ପୂର୍ବଜନ୍ମର କାହାଣୀ କହିଲେ। ପୂର୍ବଜନ୍ମରେ ନାରଦ ଜଣେ ଦାସୀଙ୍କର ପୁତ୍ର ଥିଲେ। ତାଙ୍କ ମାତା ଏକ ଆଶ୍ରମରେ ସେବା କରୁଥିଲେ। ଚତୁର୍ମାସ୍ୟା କାଳରେ କିଛି ମହାତ୍ମା ଭକ୍ତ ସେହି ଆଶ୍ରମରେ ପହଞ୍ଚିଲେ। ନାରଦ ସେମାନଙ୍କର ସେବା କଲେ। ସେହି ସନ୍ଥମାନେ ଭଗବାନଙ୍କର ଗୁଣ, ନାମ ଓ ଲୀଳାର କୀର୍ତ୍ତନ କରୁଥିଲେ। ନାରଦ ଶ୍ରଦ୍ଧାର ସହ ଏହି କଥା ଶୁଣୁଥିଲେ। ଦିନେ ସେମାନଙ୍କ ଅନୁମତିରେ ସେ ଋଷିମାନଙ୍କର ଉଚ୍ଛିଷ୍ଟ ପ୍ରସାଦ ଗ୍ରହଣ କଲେ। ଏହାର ପ୍ରଭାବରେ ତାଙ୍କ ହୃଦୟ ପବିତ୍ର ହେଲା ଓ ଭକ୍ତିର ବୀଜ ଅଙ୍କୁରିତ ହେଲା। ପରଜନ୍ମରେ ନାରଦ ବ୍ରହ୍ମାଙ୍କର ମାନସପୁତ୍ର ହୋଇ ଜନ୍ମ ହେଲେ ଏବଂ ଦେବର୍ଷି ନାମରେ ଖ୍ୟାତ ହେଲେ। ସେ ବୀଣା ବଜାଇ ଭଗବାନଙ୍କର ଭକ୍ତିର ଗୁଣକୀର୍ତ୍ତନ କରିବାରେ ଲାଗିଲେ। ନାରଦଙ୍କର ଏହି ଉପଦେଶ ଶୁଣି ବ୍ୟାସଦେବ ଗଭୀର ଧ୍ୟାନରେ ବସିଲେ ଓ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାମୃତର ସମ୍ପୂର୍ଣ୍ଣ ବର୍ଣ୍ଣନା ସହିତ ଭାଗବତ ରଚନା କରିବାକୁ ସଂକଳ୍ପ କଲେ। ଶୁଦ୍ଧ ଭକ୍ତି ହିଁ ମନ ଶାନ୍ତିର ମୂଳ ଉପାୟ। ଭଗବାନଙ୍କ ନାମ, ଗୁଣ ଓ ଲୀଳାର କୀର୍ତ୍ତନ ସର୍ବୋତ୍ତମ ସାଧନ। ସତ୍ସଙ୍ଗ ଜୀବନକୁ ପବିତ୍ର କରିଥାଏ।